ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓ ଜାଣିବା ଆପଣ ଯଦି ୟୁପିଆଇରେ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣଙ୍କର ଏବେ ଟଙ୍କା କଟିବା ପାଇଁ ଯାଉଛି। ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ୟୁପିଆଇରେ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣଙ୍କ ଟଙ୍କା ଏବେ କଟିବା ପାଇଁ ଯାଉଛି। ତ ଏଇଟା କେତେ ଟଙ୍କାରେ କେତେ ଟଙ୍କା କ'ଣ କଟିବ ଆପଣମାନଙ୍କର, ତ ସେସବୁ ବିଷୟ ଟୋଟାଲ୍ ଡିଟେଲ୍ସ ଆମେ ଆଲୋଚନା କରିବା। ଏବଂ ଯଦି ଆପଣମାନେ ଭିଡ଼ିଓରେ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ ବର୍ତ୍ତମାନ ଆଜିକା ଯୁଗରେ ପଇସା ଟ୍ରାନ୍ସଫର୍ କରିବା ପାଇଁ ହେଲେ ଏବେ ଘରେ ବସିକି ମଧ୍ୟ ଆପଣମାନେ ଫୋନ୍ପେ, ଗୁଗୁଲ୍ ପେ କିମ୍ବା ପେଟିଏମ୍ ଦ୍ୱାରା ଆପଣମାନେ ଟ୍ରାଞ୍ଜାକ୍ସନ୍ କରୁଛନ୍ତି। ତ ବର୍ତ୍ତମାନ ଯଦି ଆପଣମାନେ ଏଇ ଫୋନ୍ପେ, ଗୁଗୁଲ୍ ପେ ବା ପେଟିଏମ୍ ଦ୍ୱାରା ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣମାନଙ୍କର ଏବେ 2000 ଟଙ୍କା ଯଦି ଆପଣମାନେ ଅଧିକା ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣଙ୍କର 0.3% ଆପଣଙ୍କର ଟଙ୍କା କଟିବା ପାଇଁ ଯାଉଛି। ତ ଚାଲନ୍ତୁ ଜାଣିନେବା ଏଣିକି ନ୍ୟୁଜ୍ଟି କ'ଣ ରହିଛି। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଇଛି କି ଏଣିକି ୟୁପିଆଇ ପେମେଣ୍ଟରେ ଲାଗିବ ଏକ୍ସଟ୍ରା ଚାର୍ଜେସ୍। ଜାଣନ୍ତୁ କେତେ ଟଙ୍କା ଟ୍ରାଞ୍ଜାକ୍ସନ୍ କଲେ ଦେବାକୁ ପଡ଼ିବ ଟଙ୍କା। ସରକାର ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମକୁ ଆକ୍ଟରେ ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହା ଜରିଆରେ ଆଗାମୀ ସମୟରେ ବଛା ବଛା ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଚାର୍ଜେସ୍ ଲଗାଇବା ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ଯଦିଓ ସରକାରଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ପ୍ରକାର ଚାର୍ଜ ତୁରନ୍ତ ଲାଗୁ କରାଯାଇ ନାହିଁ ଏବଂ ନା ହିଁ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁଯାୟୀ ଏହା ଆଇନ ପ୍ରସ୍ତାବରେ ସାଧାରଣତଃ ଗ୍ରାହକମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଚାରାଧୀନ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ହେଉଛି ଯେ 2000 ଟଙ୍କାରୁ ଅଧିକ ପରିମାଣରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ 0.3%ରୁ 0.5% ଶୁଳ୍କ ଲଗାଯାଉ। ସେହିପରି ଏହି ଶୁଳ୍କ କେବଳ ସେହି ବଡ଼ ବ୍ୟବସାୟୀମାନଙ୍କ ଉପରେ ଲାଗୁ କରିବା ବିଚାର କରାଯାଉଛି ଯାହାଙ୍କର ବାର୍ଷିକ ଟର୍ଣ୍ଣଓଭର 1.5 କୋଟି ଟଙ୍କାରୁ ଅଧିକ ଅଟେ। ଛୋଟ ଦୋକାନୀ, ଷ୍ଟୋର କିମ୍ବା କ୍ଷୁଦ୍ର ବ୍ୟବସାୟୀମାନେ ଏଥିରେ ସମ୍ପୂର୍ଣ୍ଣ ଭାବେ ବାହାରେ ରହିପାରନ୍ତି। ଯଦି ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଏହା ଚାର୍ଜେସ୍ ଲାଗୁ କରାଯାଏ ତେବେ ପେଟିଏମ୍ ଏବଂ ପାଇନେଲାବ୍ସ ଭଳି ଫିନ୍ଟେକ୍ କମ୍ପାନୀମାନଙ୍କ ପାଇଁ ରୋଜଗାରର ଏକ ଭଲ ସୁଯୋଗ ରହିବ। ଆକଳନ କରାଯାଉଛି ଯେ ଏହି ଚାର୍ଜେସ୍ ମାଧ୍ୟମରେ ପ୍ରତିବର୍ଷ ଏହି କମ୍ପାନୀଗୁଡ଼ିକର 5000 କୋଟିରୁ 10000 କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଜେନେରେଟ୍ କରିପାରିବେ। ରିପୋର୍ଟ ଅନୁଯାୟୀ ଏହି ଆଇନକୁ ଅଧିକାରୀମାନେ ବର୍ତ୍ତମାନ ମଧ୍ୟ ଏହି ବିଷୟରେ ଆଲୋଚନା କରୁଛନ୍ତି ଯେ ଏହି ଚାର୍ଜେସ୍ କିପରି ଏବଂ କେତେ ପରିମାଣରେ ଲଗାଯିବା ଉଚିତ। ଏଥିରେ ଯେଉଁ ଆପଣଙ୍କର ଯେଉଁ ପଇସା ଟଙ୍କା କଟିବାର ଅଛି, ଯଦି ଆପଣ 2000 ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣଙ୍କ 0.3%ରୁ 0.5% ଆପଣଙ୍କର ଟଙ୍କା କଟିଯାଇପାରେ ଏବଂ କେବଳ ସେଇମାନଙ୍କର କଟିବ ଯେଉଁମାନଙ୍କର ବର୍ଷକୁ 1.5 କୋଟି ଟଙ୍କାରୁ ଅଧିକ ଅଟେ, ମାନେ 1.5 କୋଟି ଟଙ୍କାରୁ ଅଧିକ ଅଟେ। ବାକି ଛୋଟ କ୍ଷୁଦ୍ର ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ତାଙ୍କର ଯେଉଁଭଳି ଭାବରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ କରୁଥିଲେ ସେଭଳି ଭାବରେ ଟ୍ରାଞ୍ଜାକ୍ସନ୍ କରିପାରିବେ। ଯାହା କ୍ଷେତ୍ରରେ ଲେଖା ରହିଛି ମଧ୍ୟ। ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରିଦେବେ। ଆମେ ଯାହା କିଛି ନୂଆ ନୂଆ ଜିନିଷ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ, ଆପଣଙ୍କ ପାଖରେ ପହଞ୍ଚି ପାରିବ ଯଦି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖୁଛନ୍ତି।